ସେଇଟା କୁହନ୍ତୁ ସିନେମା ହଉଛି ତେଣୁ ଆମେ ସବୁବେଳେ ଭଲ ସିନେମା କରିବା ପାଇଁ ଚେଷ୍ଟା କରିବା। ସେ ଭଲ ସିନେମା ଭିତରେ ମୁଁ ସିନେମାର ଏକ୍ସପିରିଏନ୍ସରୁ କହୁଛି ଭଗିଆ ଭାରିଜାଟେ କାହିଁକି ଭଲ କହିବି ନା ଏଥିରେ ବର୍ତ୍ତମାନ ସୋସାଇଟିରେ ଛୋଟ ଛୁଆଠୁ ଆରମ୍ଭ କରି ବଡ଼ ଲୋକ ବି ପର୍ଯ୍ୟନ୍ତ ଏଇ ରିଲ୍ସ କରିବା ପାଇଁ ନିଜର ଶାଳୀନତା ନିଜର ବିଭିନ୍ନ ପ୍ରକାର ଯେଉଁ ଲୋକ ଆମର ଅଛି ଯେଉଁ ଓଡ଼ିଶାର ସଂସ୍କୃତିକୁ ଖାଲି ଓଡ଼ିଶା ନୁହଁ ଏଇଟା ସାରା ପୃଥିବୀ ବର୍ଷରେ ହେଉଛି ପୁରା ୱାର୍ଲଡରେ ଚାଲିଛି ରିଲ୍ସ ପାଇଁ ବହୁତ ଲୋକ ଏବେ ଜାଣିଥିବେ ବହୁତ ଲୋକ ଆକ୍ସିଡେଣ୍ଟରେ ଗୋଟେ ଏବେ ମଲା ଆମର ବିଏସ୍ଏଫ୍ ପିଲାଟେ ରିଲ୍ସ କରୁଥିଲା ଆକ୍ସିଡେଣ୍ଟରେ ମଲା ବହୁତ ଲୋକ ମରିକି ଯାଉଛନ୍ତି ଆପଣ ଦେଖୁଥିବେ ସେଇ ରିଲ୍ସରେ ଗଳି ପଡ଼ୁଛନ୍ତି ପାଣିରେ କିଏ ମରିଗଲାଣି। ତେଣୁ ଏ ରିଲ୍ସର ଉପକାରିତା ଅପକାରିତା ବିଷୟରେ ଏ ସିନେମାରେ କୁହାହେଇଛି ଗୋଟିଏ ପାର୍ଟରେ ଏ ପାର୍ଟଟା ହିଁ ଗୋଟେ ଭାରି ମାନେ ଏ ସିନେମାର ଗୋଟେ ଭାଇଟାଲ ଟପିକ୍ ଏଇଟା ଗୋଟେ ଶିକ୍ଷା ଏ ସିନେମା ଗୋଟେ ଶିକ୍ଷା ସମାଜକୁ ଏ ସିନେମାଟି ଏତେ ଭଲ ଲାଗିଲା ମୋତେ ଆଉ ମୁଁ ଧନ୍ୟବାଦ ଦେବି ପ୍ରଯୋଜନା ସଂସ୍ଥାକୁ ଆପଣମାନଙ୍କୁ ଏବଂ ମୋ ସବୁ ସହକଳାକାର ମୋତେ ବହୁତ ସପୋର୍ଟ କରିଛନ୍ତି କରିବା ପାଇଁ ମୋ ଭଳିଆ ଦନ୍ତକୁ ନେଇକି ସିନେମା କରିବା ଭାରି କଷ୍ଟ। ତେଣୁ ମୁଁ ଚେଷ୍ଟା କରୁଛି ଭଲ କରିବା ପାଇଁ କ'ଣ କରୁଛି ଜାଣିକି ହରି ଭାଇକି ଧନ୍ୟବାଦ ଦେବି ଛୁଟି ଛୁଟି ଗୋଟେ ବାତେଇକି କୁନ୍ଦେଇକି ମୋତେ ଅଲଗା ଦୂର ଦେବା ପାଇଁ ଚେଷ୍ଟା କରିଛନ୍ତି। ଉଦ୍ଭିଦ ମୋତେ ସୁଟିଂରେ ବହୁତ ସାହାଯ୍ୟ କରିଛନ୍ତି ରାତି ଶୀତ ରାତିରେ ଆଉ ସେ ମନୋରମ ପରିବେଶ ଯେଉଁ ବିରାଟ ପୋଖରୀ ସେ କୂଳରେ ଥିବା ବରଗଛ ପାଖରେ ଥିବା ପାହାଚରେ ବସି ସନ୍ଧ୍ୟା ବେଳେ ଯେଉଁ ଶୀତ ବେଳେ ସମୟ କଟେଇବାର ମଜା ମୁଁ ପାଇଛି। ଆଉ ଧନ୍ୟବାଦ ଦେଉଛି ହରି ଭାଇକି ଏବଂ ଟୋଟାଲ ମୋର ନିର୍ଦ୍ଦେଶକ ବାପିଙ୍କୁ ସେ ଧୈର୍ଯ୍ୟର ସହିତ ମୋତେ ନେଇକି ସିନେମାଟି ପୂର୍ଣ୍ଣ କରିଛନ୍ତି ଶେଷ କରିଛନ୍ତି ସେଥିପାଇଁ ଧନ୍ୟବାଦ ଦେବି। ଆପଣମାନଙ୍କୁ ଧନ୍ୟବାଦ ଦେବି ଯେମିତି ଏ ସିନେମା ଲୋକମାନଙ୍କ ପାଖରେ ପହଞ୍ଚିବ ଏକ ସୁନ୍ଦର ସିନେମା ଆପଣମାନଙ୍କୁ ନିର୍ବିକାର ଭାବରେ ନିରପେକ୍ଷ ଭାବରେ ଆପଣମାନେ ସିନେମାକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ କାରଣ ଏ ଭଲ ସିନେମାଟି ଗୋଟେ ଲୋକ ସୋସାଇଟି ପାଇଁ ଗୋଟେ ମେସେଜଟିଏ ନିଶ୍ଚିତ ମୁଁ ଭାବୁଛି ଇଏ ସଂସ୍ଥା ଯେଉଁ ଅଛି ହରିବୋଲ ଫିଲ୍ମସର ଉତ୍ତରୋତ୍ତର କାମନା କରୁଛି ଆଜି ସ୍ୱର୍ଣ୍ଣ ବେଶ ଭଗବାନ ମାନେ ଯେଉଁଙ୍କର ଆଜି ନୂଆ ବେଶରେ ମୁଁ ଏତେ ଶୁଭ ଦିନରେ ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଆଉ ଉତ୍ତରୋତ୍ତର କାମନା କରୁଛି ଆଗକୁ ଅନେକ ସିନେମା ହଉ ଭଲ ଭଲ ସିନେମା ଆମେ ଓଡ଼ିଆ ଦର୍ଶକମାନଙ୍କୁ ଭେଟି ଦେଉ ଏତିକି ମୁଁ ନିବେଦନ କରୁଛି ପ୍ରଭୁଙ୍କ ପାଖରେ ଆପଣମାନଙ୍କୁ ଧନ୍ୟବାଦ ଦେଇ ରହୁଛି। ଜୟ ଜଗନ୍ନାଥ ଜୟ ବନ୍ଦେ ଉତ୍କଳ ଜନ ଧନ୍ୟବାଦ ତାପରେ ଗୁଡ଼ାଏ ଅଲଙ୍କାର ଯୋଡ଼ିକିରି ଭାଇ କହିଲେ ତ ବହୁତ ଭଲ ଲାଗୁଛି। ମୁଁ ସିନେମା ବିଷୟରେ କହିବିନି କି ସିନେମା ବିଷୟରେ ସମସ୍ତେ କହିଲେ ସିନେମା ଭଲ ହେଇଛି ମନ୍ଦ ହେଇଛି ମୁଁ ଜାଣିନାହିଁ ସିନେମା ଭଲ ଲାଗିବ ଏତିକି ନିହାତି ମୁଁ କହିପାରିବି। ସିନେମା ଯେଉଁମାନେ ଯିବେ ଦେଖିବା ପାଇଁ ସେ ନିହାତି ହସି ହସିକିରି ତା ସହିତ କିଛି ଶିକ୍ଷା ନେଇକିରି ଫେରିବେ ଇଏ ମୋର ପୁରା ବିଶ୍ୱାସ ଏ ସିନେମାକୁ ନେଇକରି। ମୁଁ ଏ ଚରିତ୍ର କରିବା ପାଇଁ ଚାହୁଁନଥିଲି ମୋତେ ହରି ଭାଇ କହିଲେ ରାତିରେ ଫୋନ୍ କଲେ ମୋର ଏବେ ବି ମନେ ଅଛି ଯେ ପପି ତୋ ପାଇଁ ଗୋଟେ ଭାବିଛି ये सिनेमा तमें कर राति किसी भाभी पार्ली मुझे विषय किसी भाभी पार्ली सकाଳେ डिसाइड कली फोन करी बर्तमान हरि भाई को मुझे मना करी मु हरि भाई को मना करने कारण मुझे हरि भाई मुझे चरित्र जीवन में करना मु लगुना मु जस्टिस दे पारि मु बहुत सिनेमा करमती भी ना तो हरि भाई को बुझेवा आरंभ कला सी मोर शुणिले 3-4 मिनिट अध घंटा मत ट्यूशन कले फोन में से एमती ट्यूशन कले एमती बुझेले मुझे बोधे ये चरित्र न कले मो जीवन में कौन गोटे मिस कर मत एमती हरि भाई बुझे वो हरि भाई बुझे सारा पर मो डाण पटे जे आम निर्देशक दायित्व से बापी भाई सी फोन करके मुझे तुम छड़ा किए करें एमती चरित्र है तो बट जिते मुझे क्यारेक्टर कली मत भय लगे इनिशियल डेज रे मत लगे बोधे जस्टिस दे पारुनी कि डबिंग रे बसिकी डब कली समस्त भल पाइबा से चरित्र को लेकर तो बहुत इंटरेस्टिंग क्यारेक्टर सिनेमाटे मुझे हरि भाई को हाँ कहवा पछरे गोटे ये हरि भाई जेबे जेबे सिनेमा रे गोटे दायित्व नियंती से समय हरि भाई गोटे प्लस पॉइंट हूँ सी मौलिकता आम ओरिजिनालिटी आम ओरिजिनल कथा को लेकर सी प्रेजेंट करने सब चेष्टा कर पूरा हृदय खोलिकी कहते क्या भल लगे मंद लगे से बुझती ना से स्ट्रेट फॉरवर्ड हृदय पड़ी तो से चिंताधारा से सिनेमा आणिक आम समाज में बहुत जन रील्स आम समस्ते करूँ किसी लोग को खराब लगे पारे ये कहानी किंतु भावुची ये कहानीटा सामना को आसले किसी क्लारिटी मिलेगा जे रील्स जीवन में सबकि नुह जोटा कि सिनेमा माध्यम आम जाना तो प्लीज बहुत भल सिनेमाटे
ट्रू स्टोरी माने ट्रू तो कहबे ओरिजिनल कंटेंट दिए से कंटेंट हमको निहाते देखे जेतबे हमें निंदुचु जे सिनेमा ओरिजिनल हो नाही रीमेक होची तो जेतबे ओरिजिनल डे हेची चलो तो हॉल रे जाईकरी हमें हम प्रयोजक को और सिनेमा इंडस्ट्री को अधिक उत्साहित करबा। जय जगन्नाथ। एते सुंदर दिन रे आपण समस्त को बहुत बहुत शुभेच्छा और अभिनंदन। भल सिनेमा दरजा भोगिया भागी